लिंग पुराण त्रयोविंश अध्याय क्रियायोग तत्व निर्णय। नारद उवाच देवदेव श्री कैलास नाथंक छामुरे पुछिले नारद मुनि श्रद्धा भक्ति भरे। हे प्रभु कहिबा हेउ क्रियायोग तत्व श्रवण करी मुहादे होई विकृतार्थ। आवर जे ज्ञान जोग उपासना तत्व अधिकारीर लक्षण अटई केमंत। विस्तारी कहिले मनु संशय तुटिब स्त्री पुरुषंक भवे केवण कर्तव्य। सदये सेहि सकल विवरण मान उत्तम रूपे मो आगे करंतु बखाण। तत्वज्ञान बोली करी काहाकु जे कही से पुणी कि रूपे लाभ हुए हे गोसाई। सेहि तत्वज्ञान फल किसए मरम प्रकाश करी घुंचान्तु मनर मरम। सुख दुख तो सर्वदा लागिछि संसारे दुहे तो आसक्ति जानती दुहिंकर परे। सुख अन्ते दुख दुख अन्ते पुणी सुख प्राणी सकले भुंजंती एक कुआरेक। सुख दुख दुहे न रहंती चिरकाल ए मरम भवे अटे बड़ई जटिल। नित्य सुख आउ नित्य शांतिमय स्थान अछि कि नाही भोदेव कर अवधान। जदि थाए ताहा प्राप्त होई किपरि एहा बुझाई दियंतु मोते भल करी। तब कथामृत प्रभु बड़ई मधुर आस्वादने मु आनंद लभई अपार। अळप अळप करी ता सरल भावे कहिबा हेउ भो गुरु देव स्वामी एवे। तहु शंकर कहंती मंदे मंदे हसी हे विधि नंदन जाहा पुछिल शुणसी। महादेव उवाच सकल चिंता मनरु करि परित्याग निश्चिंतरे रहिबार नाम अटे जोग। चित्तवृत्ति की उत्तमे कलेटी निरोध जोग मार्गे निश्चय होइब हृदबोध। हे नारद चित्तर अटइबेनि भाव कृष्णा क्लिष्टावर शुभ वा अशुभ। अशुभर फल क्लिष्टा लभे हजाण काम क्रोध लोभ आदि करई भियाण। अक्लिष्टा नाम जार से शुभ फल दिए तप सत्य हिंसादि अंतरे जन्माए। एहांकर वृत्ति अटे पांच प्रकार ताहा कहिबा तुम्भंकु एबे श्रुति डेर। प्रमाण विकल्प विपर्जय निद्रा श्रुति एहि पांच रूप अटे हे नारद जति। इंद्रियादि जोगे अनुभवे अनुमानी बुझिब प्रमाण निश्चय मो कहिबा वाणी। मिथ्या को सत्य बोलिण भ्रमे बुझिबार एहा कोटि विपर्जय कही हेतु कर।
ପ୍ରକୃତ ବସ୍ତୁର ଯେ ଅଭାବ ଥିବା ଠାରେ ବାକ୍ୟ ପ୍ରତିପନ୍ନ ଜ୍ଞାନ ହୁଅଇ ଯହିଁରେ ତାହାକୁ ବିକଳ୍ପ ବୋଲି ଶାସ୍ତ୍ରରେ ବଖାଣେ। ଅଜ୍ଞାନ ବୃତ୍ତିର ନାମ ନିଦ୍ରା ବୋଲି ଭଣେ। ପୂର୍ବରେ ହୋଇଥାଏଟି ଯାହା ଅନୁଭୂତି ତା ସ୍ୱରୂପ ଧାରଣର ନାମ ଅଟେ ସ୍ମୃତି। ଅଭ୍ୟାସ ଆବର ଦୃଢ଼ ବୈରାଗ୍ୟ ଯୋଗେ ଏ ବୃତ୍ତି ଯାକ ସକଳ ନିରୋଧିଲେ ଆଗେ। ଚଞ୍ଚଳ ଚିତ୍ତ ନିଶ୍ଚୟ ହୁଏ ସୁସ୍ଥିର ଏଣୁ କରି ବୃତ୍ତି ଗଣ ନିରୋଧ ନିଜର। ଅସ୍ଥିର ମନକୁ ସ୍ଥିର କରିବାର ପାଇଁ ଅନବରତ ଯତ୍ନକୁ ଅଭ୍ୟାସ କରଇ। ଇହକାଳ ପରକାଳ ଉଭୟ ବିଷୟେ ବିତରାଗକୁ ହେ ମୁନି ବୈରାଗ୍ୟ କହେ। ପରମ ବ୍ରହ୍ମ ଧ୍ୟାନ ସମାଧିର ହେତୁ ଅଥଳ ଭବ ଜଳଧି ପାର ହେବି ସେତୁ। ଈଶ୍ୱର ବାକ୍ୟ ମନ୍ତ୍ର ଯେ ବୋଲାଏ ବାଚକ ଯେହୁ ମନ୍ତ୍ର ଯେ ଈଶ୍ୱର ବୁଝ ହେ ପ୍ରତ୍ୟକ୍ଷ। ଯୋଗର ସମାଧି ଅବସ୍ଥାରେ ମନ୍ତ୍ର ଧ୍ୱନି ଆପସେ ଅବଶ୍ୟ ତାହା ପାରିବଟି ଶୁଣି। ଏଣୁ ଜାଣିବ ମନ୍ତ୍ର ହିଁ ସାକ୍ଷାତ ଈଶ୍ୱର। ମନ୍ତ୍ର ଈଶ୍ୱରେ କେବେ ହେଁ ଭେଦ ନ ବିଚାର। ତପସ୍ୟା ସ୍ୱାଧ୍ୟାୟ ଆଦି ଈଶ୍ୱର ଧ୍ୟାନ ଏ ଆଦି କରି ରହିଛି ଯେତେକ ସାଧନ। କ୍ରିୟା ଯୋଗ ବୋଲି ଜାଣି ଥାଅ ତାହା ଭଲେ ସକଳ ବ୍ୟର୍ଥ ହୁଅଇ ବିଶ୍ୱାସ ନ କଲେ। ଇନ୍ଦ୍ରିୟଙ୍କ ନିର୍ମଳତା ସାଧନ ବିଧାନ ମନ୍ତ୍ର ଜପ ମନ୍ତ୍ର ପାଠ ମନ୍ତ୍ର ସୁମରଣ। ସକଳ କର୍ମ କରିବ ଈଶ୍ୱରେ ଅର୍ପଣ ସର୍ବକରତା ଜଗତେ ସେହି ନାରାୟଣ। ଏମନ୍ତ ପ୍ରକୃତ ଜ୍ଞାନ ଉଦୟ ହୋଇଲେ କ୍ରିୟା ଯୋଗ ତାହାକୁ କହନ୍ତି ବୁଝ ଭଲେ। କ୍ରିୟା ଯୋଗଟି ଅଟଇ ସମାଧିର ମୂଳ। କ୍ରିୟା ଯୋଗେ ପାଞ୍ଚ କ୍ଲେଶ ହୁଅଇ ନିର୍ମୂଳ। ବ୍ରହ୍ମ ବୀଜ ଯେ ଅଟଇ ପ୍ରଣବ ସ୍ୱରୂପ ସକଳର ମୂଳ ବୋଲି ଜାଣ ଋଷି ଭୂପ। ଋଷି ବ୍ରହ୍ମ ଛନ୍ଦ ଅଟେ ଗାୟତ୍ରୀ ଯାହାର ଯାହାର ଦେବତା ଏ ସଂସାରେ ବୈଶ୍ୱନର। ସର୍ବକର୍ମ ଆରମ୍ଭରେ ଯେହୁ ବିନିଯୋଗ ଅକାର ଉକାର ପୁଣି ମକାରେ ସଂଯୋଗ। ଯାହାର ଅର୍ଥ ବିରାଟ ହିରଣ୍ୟ ଗର୍ଭ ଯେଉଁ ଏକାକ୍ଷର ବ୍ରହ୍ମା ବିଷ୍ଣୁ ସଦାଶିବ। ଯେଉଁ ସୃଷ୍ଟି ସ୍ଥିତି ଲୟ ଏକତ୍ର ଉକତି ଯେହୁ ସାବିତ୍ରୀ ଗାୟତ୍ରୀ ଦେବୀ ସରସ୍ୱତୀ। ଯେ ପୁଣି ବିଶ୍ୱ ତୈଜସ ପ୍ରାଜ୍ଞ ଏହି ତିନି ଯେହୁ ଋକ୍ ଯଜୁ ସାମତ୍ରୀ ବେଦ ଯେ ବଖାଣି। ଯେହୁ ଜ୍ଞାନ ଇଚ୍ଛା କ୍ରିୟା ଶକ୍ତି ତ୍ରିବିଧ ଜାଗ୍ରତ ସ୍ୱପ୍ନ ସୁଷୁପ୍ତ ଯେହୁ ତିନି ଭେଦ। ଯେହୁ ସତ ରଜତମ ଏ ତ୍ରିଗୁଣ ବୁଝ ଏମନ୍ତ ପ୍ରଣବ ଓଙ୍କାରଟି ବ୍ରହ୍ମ ବୀଜ। ପ୍ରଣବ ସାକ୍ଷାତ ଅଟେ ଯେ ବ୍ରହ୍ମ ସ୍ୱରୂପ। ପ୍ରଣବ ସାଧନେ କର
ଦୃଢ଼ ସଂକଳ୍ପ। ଚାରି ବର୍ଣ୍ଣ ଯାକ ଯେଥିରେ ଅଧିକାରୀ, ତନ୍ତ୍ର ବିଜେ ମନ୍ତ୍ରେ ଏହା ଅଛନ୍ତି ବିସ୍ତାରୀ। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ସହିତେଣ, ଚାରି ବର୍ଣ୍ଣଙ୍କ କର୍ତ୍ତବ୍ୟ ପ୍ରଣବ ସାଧନ। ଯଥା ବିହିତ ତାହାକୁ ନାହିଟି ବାରଣ, ସକଳେ ଜପି ପାରିବେ ପ୍ରଣବ ଯେ କର୍ଣ୍ଣ। ଏ ଯେ କ୍ରିୟା ଯୋଗ ତତ୍ତ୍ୱ ହେତୁ କର ଭଲେ, ନାରଦଙ୍କୁ ସଦାଶିବ ଏମନ୍ତେ କହିଲେ। ସେହି ଯୋଗାରୂଢ଼ ଶିବଙ୍କର ମୁଖ ବାକ୍ୟ, ଶ୍ରବଣେ ନାରଦଙ୍କର ଜନ୍ମିଲା ପୁରକ। କୃତ୍ୟ କୃତ୍ୟ ହୋଇ ଋଷି ବ୍ରହ୍ମାଙ୍କ ନନ୍ଦନ, ଭକ୍ତି ଭରେ କଲେ ଗୁରୁ ଚରଣ ବନ୍ଦନ। ବେନି କର ଯୋଡ଼ି ଭାବେ ଆରମ୍ଭିଲେ ସ୍ତବ, ଜୟ ଉମାକାନ୍ତ ଜୟ ପ୍ରଭୁ ସଦାଶିବ। ବ୍ରହ୍ମା ମୁରାରି ଅମର ଅର୍ଚିତ ବିଗ୍ରହ, ଯୋଗୀ ମୁନୀନ୍ଦ୍ର ବନ୍ଦିତ ଜୟ ଦୟାମୟ। ସର୍ବ ସୁଗନ୍ଧ ଲେପିବ ଧବଳ ଶରୀର, ସିଦ୍ଧ ସୁରାସୁର ସୁଷେ ବିତ ଜୟ ହର। କୋଟି ଦିବାକର ପ୍ରଭା ପରମ ସୁନ୍ଦର, ସୁର ଗୁରୁ ସୁରବର ପୂଜିତ ନିକର। ଅଷ୍ଟଦଳ ପଦ୍ମ ପରେ ପ୍ରଭୁ ବିରାଜିତ, ନନ୍ଦନ କାନନ ପୁଷ୍ପ ବକ୍ଷେ ବିମଣ୍ଡିତ। କେଶର କୁଙ୍କୁମ ଗନ୍ଧ ଚନ୍ଦନ ଚର୍ଚ୍ଚିତ, ଚାରିଅପ ଘନ କାନ୍ତି ଅତି ଆଲୋକିତ। ପ୍ରଣମାମି ଶ୍ରୀଚରଣେ ଭୂଦେବ ମହିମା, ଅଭୟ ବରଦାୟକ ହେ ବିଚିତ୍ର କର୍ମା। ଏମନ୍ତେ ନାରଦ ଋଷି କଲେ ଦିବ୍ୟ ସ୍ତୁତି, ଲେଖଇ କ୍ଷେତ୍ର ମୋହନ ସେ ପୟର ଚିନ୍ତିତି। ଶ୍ରୀ লিঙ্গ পুরাণে প্রথম খণ্ডে শিব নারদ সংবাদে ক্রিয়াযোগ তত্ত্ব নিরূপণে নাম ত্রয়োবিংশ অধ্যায়। চতুর্বিংশ অধ্যায় অষ্টম যোগ তত্ত্ব নিরূপণ। নারদ উবাচ সদাশিব চরণে নমস্কার করি, পুছন্তি নারদ ঋষি বিনয় আচরি। ভো গুরুদেব সদয় হই দাস প্রতি, বুঝাইল যাহা যাহা অমিয় ভরতি। ক্রিয়া যোগ তত্ত্ব কথা যথার্থ মরম, শুনি কৃতার্থ হইলি পরম ধরম। বিশেষ আনন্দ হেলা মোহর ମାନସ, অষ্টাঙ্গ যোগর তত্ত্ব করন্তু প্রকাশ। আত্মা জ্ঞান ধন লাভ হেবার উপায়, বতাই দিয়ন্তু মতে আহে মৃত্যুঞ্জয়। মহাদেব উবাচ সুপ্রসন্ন চিত্তে তহু দেব মহেশ্বর, ବୋଇଲେ ଶୁଣ ଏବେ ବ୍ରହ୍ମାଙ୍କ କୁମର। ଜୀବର ଦେହକୁ ଜ୍ଞାନୀ କହନ୍ତି ଯେ ପିଣ୍ଡ, ଏ ପିଣ୍ଡ ଅଟେ ଗୋଟିଏ କ୍ଷୁଦ୍ରର ବ୍ରହ୍ମାଣ୍ଡ। ପିଣ୍ଡ ବ୍ରହ୍ମାଣ୍ଡ ଉଭୟେ ଏକ ବୋଲି ଜାଣ, ଜୀବଦେବ ତତ୍ତ୍ୱ ଗତେ ତପୋଧନ। ଅଧିକାରୀ ହୋଇ ସଦ୍ଗୁରୁଙ୍କ ଯେ କୃପାରେ, ଘଟ ସାଧନ ଯଦ୍ୟପି କେହି କରିପାରେ। ଆତ୍ମଜ୍ଞାନ ଲାଭ କରି ପାରଇ ସେ ଭଲେ, ବେଦ ବେଦାନ୍ତ ତତ୍ତ୍ୱାଦି
ସର୍ବଶାସ୍ତ୍ରେ ବୋଲେ ସକଳ ବାସନା ଶୂନ୍ୟ ହୋଇ ନିଶ୍ଚିନ୍ତରେ ନିରୋଳେ ଘଟ ସାଧନ କରିବ ତତ୍ପରେ। ଅଷ୍ଟାଙ୍ଗ ଯୋଗ ସାଧନେ ଆୟୁ ହୁଏ ବୃଦ୍ଧି ମାନସରେ ଏକାଗ୍ରତା ଥିଲେଟି ସମ୍ପାଦି। ବ୍ରହ୍ମଜ୍ଞାନ ସାଧନର ଏହି ଯେ ସୁପନ୍ଥା ସିଦ୍ଧ ଦେହ ଲଭିବାର ଉତ୍ତମ ବ୍ୟବସ୍ଥା। ଯେ ବା ସକଳ ଶରୀର ବିଶୁଦ୍ଧ ଚରିତ୍ର ଆବର ବିଗତ କାମ ସୁବିବେକ ମନ୍ତ୍ର। ଏ ମନ୍ତ୍ର ସାଧକ ହେଲେ ଆହେ ତପୋଧନ ସଦଗୁରୁ କୃପା ଲାଭ କରି ସେହି ଜନ। ଯୋଗ ଅଭ୍ୟାସରେ ନିଶ୍ଚୟ ହୋଇବ ସମର୍ଥ ନହିଲେ ସକଳ ଶ୍ରମ ହୋଇବ ବ୍ୟର୍ଥ। ଅଷ୍ଟାଙ୍ଗ ଯୋଗ ଶାସ୍ତ୍ରରେ ଯାହାକୁ କହିଛି ଅଳ୍ପେ ସୂକ୍ଷ୍ମେ ତାହା ଏବେ ବୁଝାଇ ଦେଉଛି। ଯମ ନିୟମ ଆସନ ପ୍ରାଣାୟାମ ଗୁଣ ଧାରଣା ଯେ ପ୍ରତ୍ୟାହାର ତଦନ୍ତରେ ଧ୍ୟାନ। ସମାଧି ସହିତେ 8 ଗୋଟି ଅଙ୍ଗ ନାମ ବୋଲାଇଛି ଭବେ ଏ ଅଷ୍ଟାଙ୍ଗ ଯୋଗ। ଏଥି ମଧ୍ୟରୁ ଯମ ଯେ ପଞ୍ଚମ ପ୍ରକାର ତାହା କହିବା ତୁମ୍ଭଙ୍କୁ ଭଲେ ହେତୁକର। ଅହିଂସା ସତ୍ୟ ସ୍ତେୟ ବ୍ରହ୍ମଚର୍ଯ୍ୟ ବିଧି ଏପରି ଗ୍ରହ ସହିତେ ଏ 5 ସୁସିଦ୍ଧି। ଏହି ପ୍ରକାରେ ଯମ ଅଟେ 5 ଭଳି ବୁଝି ଘେନ ସୁଚିତରେ ନ ହୋଇ ବାଉଳି। କେବେ ହେଁ କାହାର ପ୍ରତି ହିଂସା ନ କରିବା କାହାରି ଅନିଷ୍ଟ କେବେ ନ କରଇ ଯେବା। ଅହିଂସା ବୋଲି ଏହାକୁ କହନ୍ତି ହେ ମୁନି ଏହିଟି ପରମ ଧର୍ମ ବେଦରେ ବଖାଣି। ସକଳ ଅବସ୍ଥାରେ ଯେ ପଦାର୍ଥ ଭାଷଣ ସତ୍ୟ ବୋଲି ଧର୍ମ ଶାସ୍ତ୍ରେ ହୋଇଛି ପ୍ରମାଣ। କାହାରି ଅପହରଣ ନ କଲେ କିଛି ଅସ୍ତେୟ ବୋଲି ଏହାକୁ ଶାସ୍ତ୍ରରେ କହିଛି। ବ୍ରହ୍ମଚର୍ଯ୍ୟ ସାର ଶୁକ୍ର ଧାରଣ ବିଧାନ ଯମ ମଧ୍ୟରେ ଏହି ଯେ ପ୍ରଧାନ କାରଣ। ସ୍ମରଣ କୀର୍ତ୍ତନ କେଳି ଆହାର ପ୍ରକ୍ଷଣ ଗୁହ୍ୟ ପ୍ରସଙ୍ଗ ଭାଷଣ ସଂକଳ୍ପ କରଣ। ପୁନଶ୍ଚ ଅଧ୍ୟବସାୟ କ୍ରିୟାର ସହିତ ଏହି ଅଷ୍ଟାଙ୍ଗ ମୈଥୁନ ଶାସ୍ତ୍ରରେ କଥିତ। ଏମାନ ସବୁ ଯତନେ କଲେ ବରଜନ ବ୍ରହ୍ମଚର୍ଯ୍ୟ ବ୍ରତ ନିଶ୍ଚୟ କରିବ ପାଳନ। ଇହ ପରଲୋକ ଆଉ ସକଳ ବସ୍ତୁରେ ଲୋଭ ଶୂନ୍ୟ ହୋଇଲେଟି ଯଥା ବିଧାନରେ। ଅପରିଗ୍ରହ ବୋଲିଣ ଏହାକୁ କହନ୍ତି। ଏ 5 ପ୍ରକାର ଯମ ବୁଝ ହେ ସୁମତି। 5 ଗୋଟି ଯେ ନିୟମ ଅଛି ଏହି ଭାବେ ତାହା ତୁମ୍ଭଙ୍କୁ ବୁଝାଇ କହୁଛି ମୁଁ ଏବେ। ଶୌଚ ସନ୍ତୋଷ ତପସ୍ୟା ସ୍ୱାଧ୍ୟାୟ କରମ ଈଶ୍ୱର ପ୍ରଣିଧାନ ଏ 5ଟି ନିୟମ। ମନ ଦେହ ନିର୍ମଳତା ଶୌଚ ନାମ ଧରେ ସର୍ବଦା ତୁଷ୍ଟ ସନ୍ତୋଷ କହନ୍ତି ତାହାରେ।
सकल इंद्रियंकर नौमल्य साधन सद्गुरु चरणे रे जे आत्मसमर्पण चंद्रायण कुछ व्रत आदि आचरिले तपस्या बोली ताहाको सर्वशास्त्रे बोले प्रणव पूर्वक इष्ट मंत्र उच्चारण स्वाध्याय बोली आगम निगमे प्रमाण ईश्वर एकांत भक्ति कलेटे स्थापन एहा नामटे हे ईश्वर प्रणिधान एहि परकारे जम नियम विधान मतांतरे हा पुणी दशम सप्तम जोगर आसन रही अछि नाना मते एथि पूर्वे कही ता तुम्भर ग्रते श्रेष्ठ द्वादश आसन अछि अवगत आसन अभ्यासे महा मंगल निश्चिंत पद्म आसनादि कले जोगरे अभ्यास क्षुधा तृष्णादि कले हुई विनाश राग द्वेष आदि करी जे द्वंद्व सकल आसन प्रताप होई जानती दुर्बल जोगीर अनिष्ट साधी न पारे किंचित आपे आपे सर्वे दूरे पलांती त्वरित आसन मध्यरे सिद्धि पद्मासन दुई प्रसिद्ध बोलिण सर्वे शास्त्रे छन्ति कही विविध प्रकारे मुद्रा सकल रहीछि अष्टमुद्रा तहु सार निर्णीत होईछि महामुद्रा खेचरी जे सबहु प्रसिद्ध एमंत आसने मुद्रा कर हृद बोध सद्गुरु कृपारे साध्य अवश्य ए सर्व न बाधई रोग मृत्यु आतंक जे लब जोग मार्गे क्षुधा तृषा हन्ति पराजित साधि पारिलेटी सिद्धि होइब निश्चित साधि न पारिले सबु होइब विफल बड़ कठिनटी जोग साधन केवल चौबंध महाबोध आदि साधन रे अष्टांग जोग जे सिद्ध हुए विधान रे निश्चय मिलिब जोग साधनर फल सद्गुरु उपदेश क्रमेण केवल जेवण मार्गरे घट शोधन होइब ज्ञानवंत जोगी गुरु बताइबे सर्व अष्टादश 16 सिद्धि लाभ हेले जान मानव मर हुए संशय नमण जोग बळे मनुष्य देवता पालटई इंद्रपद ब्रह्मपद से पाई पारई अळपा मंत्रर संख्या जेते वृद्धि हेब सेते परमायु जान जोगीर बढ़िब प्रणव जे एकाक्षर परम ब्रह्म नाम जोगी ज्ञानी मानकर सर्व सुख धाम हे नारद शुणिल तो जोग समाचार आउ कि शुणिबा पाई मनरे विचार पूछिले ताहा मु भोले देबई बताई परम विश्वासे हा कहिली चेताई एमंतेण सदाशिव
ନାରଦଙ୍କ ଆଗେ ଯୋଗ ତତ୍ତ୍ୱ ବଖାଣିଲେ ଅତି ଅନୁରାଗେ। ମହାଯୋଗୀନ୍ଦ୍ର ଶଙ୍କର ବ୍ରହ୍ମ ଜ୍ଞାନ ଦାତା ନିଜ ଭକ୍ତି କୃପା ଦାନେ ମହାବଳବନ୍ତା। ତାହାଙ୍କ ଶ୍ରୀମୁଖ ଜ୍ଞାନ ଯୋଗ ତତ୍ତ୍ୱ ଶୁଣି କୃତକୃତ୍ୟ ହେଲେ ସେ ନାରଦ ମହାମୁନି। ଏହି ଯେ ଲିଙ୍ଗ ପୁରାଣ ଅମୃତ ବାରିଧି ପଢ଼ି ଶୁଣି ନର ନାରୀ ଲଭ ସର୍ବସିଦ୍ଧି। ବିଶ୍ୱଗୁରୁ ଶିବଙ୍କର ଚରଣ ସରୋଜେ ଅଧମ କ୍ଷେତ୍ର ମୋହନ ଭାବି ଭାବି ଭଜେ। इति श्रीलिंग पुराणे प्रथम खंडे शिव नारद संवादे अष्टांग योग तत्व कथने नाम चतुर्विंश अध्याय। पंचविंश अध्याय जीवर शरीर भेद आत्मा ज्ञान और जन्म मरण कथन। नारद उवाच एथु अनंतरे जे नारद महामुनि शिवंको पुछिले हृदय श्रद्धा भक्ति घेनी। बोइले हे देव देव प्रभु त्रिलोचन अमृतमय जे तव श्रीमुख वचन। करुणामय शरणा गत परित्राणा शिष्य संतापहारी हे दिव्य ज्ञान दाता। अपार महिमावंत बांछा कल्पतरु जोगारूढ़ पुरुष हे जगतर गुरु। ज्ञानी मौड़मणि मृत्युंजय हर भकत वत्सल देव हे चंद्रशेखर। कि वर्णिबि तव गुण मुह बाके मंत अकर्म कर्मदायक हे कैलासनाथ। तव मुख शुणी तत्व ज्ञान जोग तत्व अज्ञान अंधार नासी होइली कृतार्थ। पुरुष प्रकृति तत्व आदि सार ज्ञान अनुकंपा बही मोरे प्रभु कल दान। जप मार्ग ध्यान मार्ग क्रिया जोग विधि बताइल दिव्य चित्ते जे साधन सिद्धि। सकल श्रवण करी कली हृद बोध आवर चरण तले करे अनुरोध। जीवर शरीर तत्व आत्मज्ञान कथा बुझाई कहन्तु जन्म मरण व्यवस्था। भले ही समाचार शुणिबार पाई लालसा बलई मोर आहे उमा साई। महादेव उवाच सदाशिव बोलुछन्ति शुण हे नारद। कहिबा तुम्भंकु जीवर जे देह भेद। जेउ परि आत्मज्ञान होइब तुम्भर से मरम बढ़ाइबी जान मुनि बर। जीवर जन्म मरण परम रहस्य उत्तम प्रकारे ताहा करिबी प्रकाश। पार्थिव ए देह भवे नुह इति किछि पंचभूतरे केवल गठित होइछि। बुझ कि ना सेहि पंच भूतर मरम ज्ञानी भक्तंकर जाहा परम धरम। चैतन्य पुरुष ठारू महाकाश जात सेहि आकाश पवन होइला संभूत। पवनरु अग्नि जन्म अग्निरु सलील सलीलरु पृथ्वी जे
ଜନ୍ମିଲା କେବଳ ପୃଥିବୀ ଠାରୁ ଔଷଧ ତହିଁରୁ ଯେ ଅନ୍ନରୁ ପୁଣି ଯେ ରେତ ହୋଇଲା ଉତ୍ପନ୍ନ, ରେତରୁ ପୁରୁଷ ସୃଷ୍ଟି ହୋଇଲା ବିଧାନ, ଦଶମ ଇନ୍ଦ୍ରିୟ ଯେ ପ୍ରବର୍ତ୍ତିଲା ବିଦ୍ୟମାନ, ଜ୍ଞାନେନ୍ଦ୍ରିୟ କର୍ମେନ୍ଦ୍ରିୟ ଭେଦରେ ଟିସଛ, ଦଶ ଇନ୍ଦ୍ରିୟ ବିଦିତ ଯେହୁ ପାଞ୍ଚ ପାଞ୍ଚ, ଏକ ଚକ୍ଷୁ କର୍ଣ୍ଣ ନାସା ଜିହ୍ୱା ଚର୍ମ ସହିତରେ, ପଞ୍ଚ ଜ୍ଞାନେନ୍ଦ୍ରିୟ ସୃଷ୍ଟି ହୋଇଛି ବ୍ୟବହାରେ, ବାକ ପାଣି ପାଦ ପାୟୁ ଆବର ଉପସ୍ଥ, ପଞ୍ଚ କର୍ମେନ୍ଦ୍ରିୟ ଏହୁ ଅଟଇ ଯଥାର୍ଥ, ପଞ୍ଚ କର୍ମେନ୍ଦ୍ରିୟଙ୍କର ଯାହା ଯାହା କାର୍ଯ୍ୟ, ଏକ ଏକ କରି ତାହା କହୁଅଛି ହେଜ, ଅନଳ ଆକାଶ ପୁଣି ପୃଥିବୀ ସଲିଳ, ପବନ ସହିତେ ପଞ୍ଚ ମନ ଅଟକଳ, ଚକ୍ଷୁ ଅନଳର କାର୍ଯ୍ୟ କରେ ସମ୍ପାଦନ, ରୂପ ଦର୍ଶନାଦି ଆପେ କରାଏ ଘଟନ, ଶ୍ରବଣ ବିବର କରେ ଆକାଶର କାର୍ଯ୍ୟ, ଯହିଁରେ ଶବଦ ଶୁଭେ ହେତୁ କରି ବୁଝ, ନାସିକା ଯେ ପୃଥିବୀର କାର୍ଯ୍ୟକୁ ବହଇ, ସୁଗନ୍ଧ ଦୁର୍ଗନ୍ଧ ଯାକ ଗ୍ରହଣ କରଇ, ଜଳର କାର୍ଯ୍ୟକୁ ଜାଣ ଜିହ୍ୱା ବରିଛି, ଷଡ଼ରସ ଆସ୍ୱାଦନ ଆପେ କରୁଅଛି, ଚର୍ମରେ ପବନ କାର୍ଯ୍ୟ ହୁଅଇ ସାଧିତ, ସ୍ପର୍ଶ ବୋଲି କରି ଯାହା ହୋଇଛି ଭକତ, ସ୍ପର୍ଶ ବୋଲି କରି ଯାହା ହୋଇଛି ଉକତ, ଏ ଯେ ପଞ୍ଚ ଜ୍ଞାନେନ୍ଦ୍ରିୟଙ୍କର ନିଜ କର୍ମ, ଶୁଣ ଏବେ ପଞ୍ଚ କର୍ମେନ୍ଦ୍ରିୟଙ୍କର ଧର୍ମ, ବାକ ଇନ୍ଦ୍ରିୟଟି ସେହି ବଚନ କହଇ, ସୁକଥାକୁ କଥା ବେନି ପ୍ରକାଶ କରଇ, ପଦାର୍ଥ ଆଦି ସକଳ ହସ୍ତେନ୍ଦ୍ରିୟ ଧରେ, ଭଲ ବା ମନ୍ଦ ନିଜେ ସମ୍ପାଦନ କରେ, ପାଦନା ମେଣ ଯେ ବଣ ଇନ୍ଦ୍ରିୟ ରହିଛି, ସୁସ୍ଥାନେ କୁସ୍ଥାନେ ସଦା ଗତି କରୁଅଛି, ପାୟୁ ନାମେ ଅଛି ଯେଉଁ ଇନ୍ଦ୍ରିୟଟି ଜାଣ, ମୂତ୍ର ଶୁକ୍ର ତ୍ୟାଗ କାର୍ଯ୍ୟ ଅଟଇ ନିପୁଣ, ଉପସ୍ଥ ଇନ୍ଦ୍ରିୟ ଗୋଟି ମଳ ତ୍ୟାଗାଦିରେ, ନିଯୁକ୍ତ ରହିଛି ସଦା ଜୀବର ଶରୀରେ, ଦୁଇ ମାନସିକ ଶାରୀରିକ ଏବେ ନିର୍ବିକାର, ଧର୍ମ ଘେନି ପ୍ରକାଶିତ ହୋଇଛି ଶରୀର, ଅସ୍ତିତ୍ୱ ସ୍ଥିତି ଆବର ବୁଦ୍ଧି କ୍ଷୟ ଚାରି, ଅବସ୍ଥାନ୍ତର ପ୍ରାପ୍ତିକୁ ବୁଝିତ ବିଚାରି, ଲୟ ସହିତରେ ଘେନ ଏ ଷଡ଼ ବିକାର, ରହିଥିବାରୁ ଅନିତ୍ୟ ଅଟଇ ଶରୀର, ଯେ ବଣ ପ୍ରକାରେ ଜୟ ପରାଜୟ କୃତ୍ୟ, ସେନା ସେନାପତି ଦ୍ୱାରା ହୁଅଇ ସାଧିତ, ତାହାର ଫଳ ସକଳ ତାହାଙ୍କ ନୃପତି, ଉତ୍ତମ ରୂପେ ସେ ଅନୁଭବ କରିଥାନ୍ତି, ସେହି ପ୍ରାୟ ନିତ୍ୟ ଶରୀର ପ୍ରକାଶକ,
ଅନୁଭବନ୍ତିଟି ଜୀବାତ୍ମାରେ ସେ ପ୍ରତ୍ୟକ୍ଷ। ସ୍ଥୂଳ ସୂକ୍ଷ୍ମ କାରଣ ଯେ ଏ ତିନି ଶରୀରେ ସର୍ବଦା ଅବ୍ୟକ୍ତ ରୂପେ ସମଷ୍ଟି ଭାବରେ ପରମାତ୍ମା ରହିଛନ୍ତି ସୁବିରାଜମାନ। ଏହି କଥା ଭଲ ରୂପେ କର ଅନୁମାନ। ଯେଉଁ ପର୍ଯ୍ୟନ୍ତ ଜୀବର ଅନାତ୍ମ ଶରୀରେ ଅହଂଭାବ ରହିଅଛି ସମ୍ପୂର୍ଣ୍ଣ ମାତ୍ରାରେ, ସେ ପର୍ଯ୍ୟନ୍ତ ସୁଖ ଦୁଃଖ ସମୂହକୁ ଜାଣ। ଅନୁଭବୀ ନାଇଁ ଅଟେ ନିଶ୍ଚୟ ପ୍ରମାଣ। ଜନମ ମରଣ ଆଦି ଜନିତ ଯେ କ୍ଲେଶ, ଜୀବ ସବୁ ସହିବାକୁ ପଡ଼ଇ ଅବଶ୍ୟ। ଯେବେ ପରମାତ୍ମାଙ୍କର ପୂର୍ଣ୍ଣ ଅନୁଗ୍ରହେ ଜୀବର ହୃଦଏ ଆତ୍ମ ଜ୍ଞାନ ଉଦୟ ହୁଏ, ତେବେଟି ସକଳ ଅହଂକାର ଅଭିମାନ ମନେ କରିବ ଅବଶ୍ୟ ଆତ୍ମାଠାରୁ ଭିନ୍ନ। ସେ କାଳେ ମୋହର ଜନ୍ମ ମୋହର ମରଣ ଇତ୍ୟାଦି ଯେତେକ ସୁଖ ଦୁଃଖ ମାନ ପୂର୍ଣ୍ଣ ଅନୁଭୂତ ନ ହୋଇବ କିଛି ହେ ମୁନି। ଏ ବେଦାନ୍ତ ବାକ୍ୟ ମିଥ୍ୟା ନୁହେଁ ଥାଅ ଜାଣି। ଯେ ସନେକ ତ୍ୟାଗ କରି ପୁରୁଣା ବସନ ନୂତନ ବସନ କରନ୍ତିଟି ପରିଧାନ। ସେହି ପ୍ରକାରେ ଇନ୍ଦ୍ରିୟ ଆଦି ପ୍ରକାଶକ କାତି ଛାଡ଼ି ଚାଲିଯିବା ସର୍ପର ପ୍ରାୟେକ। ଜୀବ ପୁରୁଣା ଦେହକୁ ତିଆର ଦର୍କରିଣ, ନୂତନ ଦେହ ଗୋଟିକି କରଇ ଧାରଣ। କେବେ ହେ ଜନ୍ମ ମରଣ ଜୀବାତ୍ମାର ନାହିଁ, ସର୍ବଦା ଜୀବାତ୍ମା ନିତ୍ୟ ପଦାର୍ଥ ଅଟଇ। କେବଳ ମାତ୍ର ପ୍ରକୃତି ବିକାର ବସେ ହିଁ ନାନାଦି ଭାବରେ ପରିଣତି ପ୍ରକାଶଇ। ସେ ଅବିଦ୍ୟା ପ୍ରକୃତିର ଧର୍ମକୁ ଜୀବ ଅନୁମୋଦନ କରିଣ ହେ ମୁନି ପୁଙ୍ଗବ। ସାଂସାରିକ ମାୟା ଜାଲେ ହୁଅଇ ଗ୍ରଥିତ, ଏ ବିଷୟରେ ସଂଶୟ ନାହିଁ ନା କିଞ୍ଚିତ। ଜାତ ତ୍ରିଗୁଣର ଊଣା ଅଧିକ ଭାବରେ, ଆତ୍ମା ନାନାତ ଧରଇ ସକଳ ଠାବରେ। ଈଶ୍ୱର ପ୍ରେରିତ ହୋଇ ଜୀବାତ୍ମା କେବଳ ସୁଖ ଦୁଃଖ ମାନ ଭୋଗ କରଇ ସକଳ। ଉତ୍ତମ ମଧ୍ୟମ ପୁଣି ଅଧମ ଭାବରେ ତ୍ରିବିଧା ପତିକୁ ଜୀବ ଆତ୍ମା ଲାଭ କରେ। ସତ୍ୱଗୁଣାଶ୍ରିତ ଜୀବ ଊର୍ଦ୍ଧ୍ୱକୁ ଗମଇ, ରଜଗୁଣେ ଜନମି ମର୍ତ୍ତ୍ୟରେ ବିହରଇ। ତମଗୁଣେ ଅଧଗତି ଘଟଇ ଜୀବର, ମହାବାକ୍ୟ ଏହିଟି ଶ୍ରୀ ଜଗଦୀଶଙ୍କର। ସେ ହୋ ଦାମ୍ଭିକ ନାସ୍ତିକ ଦୁର୍ଜନ ଗୁଆର, ଏଥିରେ ତିଳେ ବିଶ୍ୱାସ ନ ଜନ୍ମେ ତାହାର। ନାରଦ ଉବାଚ ସଦାଶିବଙ୍କ ମୁଖରୁ ଏ ବଚନ ଶୁଣି, ଅତିଶୟ ରାଗେ ନାରଦ କହନ୍ତି ଯେ ପୁଣି। ଆହେ ଗୁରୁଦେବ ମୋର ଜୀବନର ସ୍ୱାମୀ, ତୁମ୍ଭେ ସର୍ବଜ୍ଞ ପୁରୁଷ
सर्व अंतर्यामी नीललोहित मुकति देवंक प्रधान जोग जनक ईश्वर शंभु पंचानन आनंदमय स्वरूप ज्ञानर कारण तपस्यार बीज तुम्भे करुणा निधान मुक्तिर कारण परात्पर महेश्वर भक्तवांछा कल्पतरु विग्रह सुंदर ब्रह्मज्योति रूपट हे परमेश्वर सर्वशक्तिमंत सर्व स्थाने विजय कर वाक्य अतीत सर्वगुणर जे आत्मार वृषभ वाहन हर नित्य दिगंबर त्रिशूल पटिशधारी श्रीनंद शेखर श्रवण करंतु एवे निवेदन मोर जगतर गुरु तुम्भे पूज्य सभिंकर तुम्भ चरण रे मोर कोटि नमस्कार जोगींद्र मानक गुरु तुम्भे पंचानन अनुक्षणे कर प्रभु मंगल प्रदान महाकाल मूर्ति है मृत्युर ईश्वर कालर अतीत तुम्भे अट निरंतर मृत्युंजय शंकर जे कि कहिबी आउ तुम्भर चरण पद्मे मोर मन थाउ कालर स्वरूप तुम्भे कालर कारण कालर ईश्वर तुम्भे भोला त्रिलोचन गुणर अतीत तुम्भे गुणर आधार तुम्भ पाद पद्मे सदा मन थाउ मोर ब्रह्म स्वरूप हे तुम्भे ब्रह्मज्ञ ठाकुर ब्रह्म चिंता परायण तुम्भे गंगाधर एहि रूपे स्तव करी ब्रह्म मुनि बर क्षणे क्षणे लोमांचित हुए कले बर भाव गद गदे तहु ब्रह्मांकर सूत कर जोड़ी पचारिले करी प्रणिपात भोगुरुदेव कहिबा हेउ मोर कति संच प्रेण आपणक कामर व्युत्पत्ति तब लिंगर महात्म्य श्रवणे मो इच्छा बुझाई दियंतु प्रभु पुरु मन वांछा नारदंक सविनय वचन को शुणी कहिबी आरंभिले शिव अपूर्व कहानी सेहि शिव नारदंक चरण को चिंती क्षेत्र मोहन रचई ए पुराण गीति इति श्रीलिंग पुराणे प्रथम खंडे शिव नारद संवादे आत्मज्ञान प्रसंगे जन्म मरण वृत्तांत कथने नाम पंचविंश अध्याय षष्ठविंश अध्याय शिव नामर उत्पत्ति ओ लिंग महात्म्य महादेव उवाच कहन्ति जे महादेव शुण हे नारद मो शिव नाम व्युत्पत्ति अमूल्य संपद शिव अर्थ शोभे पुणी मंगल अटई मुखे जे शिव उच्चारे ता दुख मेंटई सी अक्षर गोटे सर्व पाप नाश करे बक्षर मुक्ति दाता घेन मानसरे
ଏଣୁ ଶିବ ନାମ ମୋର କଲ୍ୟାଣଦାୟକ। ଲିଙ୍ଗର ସାରର୍ଥ ଶୁଣ କହୁଛି ମୁଁ ଠିକ। ସକଳ ଦେବତାଙ୍କର ଆଧାର ବୋଲିଣ ସମସ୍ତ ହିଁ ଲିଙ୍ଗେ ମୋର ହୁଏ ବୋଲି ଲୀନ। ଲିଙ୍ଗ ନାମଟି ବିଖ୍ୟାତ 14 ଭୁବନେ। ଏତତକୁ ନ ଜାଣନ୍ତି ସୁର ନର ଗଣେ। ଦ୍ୱିବିଧ ଲିଙ୍ଗ ମୋହର ଜାଣ ମୁନିବର। ଏକ ନାମ ଚର ଅନ୍ୟ ନାମ ଯେ ସ୍ଥାବର। ଚରଲିଙ୍ଗ ଅଙ୍ଗୁଷ୍ଠୀ ପ୍ରମାଣ ନୁହେଁ ଊଣା। ସ୍ଥାବର ଲିଙ୍ଗ ଯେ ଏକ ହସ୍ତ ବୁଝ କିନା। ଦୁଇ ଲିଙ୍ଗ ଏକ ସଙ୍ଗେ ପୂଜା ନ କରିବ। ପୃଥକ ପୃଥକ ପୂଜା କରିବାକୁ ହେବ। ତୀର୍ଥସ୍ଥାନେ ଯେଉଁ ଗଢ଼େ ତୀର୍ଥମୂର୍ତ୍ତିକାରେ। ପ୍ରକୃତିର ଯୋନି ଚିହ୍ନ ମୋ ଲିଙ୍ଗ ସାଥିରେ। ଶ୍ରଦ୍ଧା ଭକ୍ତି ଭାବେ କରେ ଯତନେ ଅର୍ଜନ। ସେ ଜନ ଅନ୍ତିମେ ପାଏ ଶ୍ରୀ ବୈକୁଣ୍ଠ ସ୍ଥାନ। ଯେ ଜନ ସହସ୍ରବାର ପଞ୍ଚ ଉପଚାରେ। ଇନ୍ଦ୍ରିୟ ସଂଯମ କରି ପୂଜେ ମୋ ଲିଙ୍ଗରେ। କୋଟି କଳ୍ପ ଯାଏ ସେହି ହୁଏ ଭକ୍ତ ପ୍ରାଣୀ। ବିଷ୍ଣୁଙ୍କ ସଙ୍ଗରେ କରେ ବୈକୁଣ୍ଠେ ରହଣି। ଲକ୍ଷେ କମଲିଙ୍ଗ ପୂଜା କରେ ଯେଉଁ ଜନ। ଗୋଲୋକ ଭୋଗକୁ ତାର ନ ହୁଏ ପତନ। ମୃତ୍ତିକା ଗୋମୟ କିମ୍ବା ଭସ୍ମାଦିରେ ଜାଣ। ଯେ ପୂର୍ବେ ମୋହର ଲିଙ୍ଗ କରିଣ ନିର୍ମାଣ। ଅୟୁତ କଳ୍ପ ଯାଏ ସେ ସ୍ୱର୍ଗବାସୀ ହୁଏ। ପୁଣି ମର୍ତ୍ତ୍ୟ ରାଜା ହୋଇ ମହାସୁଖେ ରହେ। ମୋ ଲିଙ୍ଗ ପୂଜି ମାନବ ଜ୍ଞାନୀ ସାଧୁ ହୁଏ। ଅନ୍ତକାଳେ ମୁକ୍ତି ତାର ହୁଏ ନିଶ୍ଚୟ। ଅତୀର୍ଥରେ କାହିଁ ଯଦି ମୋର ଲିଙ୍ଗ ଥାଏ। ସର୍ବଜନ ତୀର୍ଥ ଭୂମି ସେ ସ୍ଥାନ ବୋଲାଏ। ପାପାତ୍ମା ପ୍ରାଣୀକେ ଯଦି ମୋରେ ସେହି ସ୍ଥାନେ। ମୁକ୍ତି ଲଭି ଯାଏ ସେହୁ ବୈକୁଣ୍ଠ ଭୁବନେ। ମହାଦେବ ମହାଦେବ ରଟେ ଯେଉଁ ଜନ। ତା ପଛରେ ଶ୍ରୀହରି ଯେ କରନ୍ତି ଗମନ। ମୃତ୍ୟୁ କାଳେ ଯେଉଁ ନର ଶିବ ଧ୍ୱନି କରେ। କୋଟି ଜନ୍ମର ତା ପାପ ଦୂରେ ଅପସରେ। ଶୋକେ ଦୁଃଖେ ଯେ ବା କରେ ଶିବ ଉଚ୍ଚାରଣ। ସକଳ ମଙ୍ଗଳ ତାର ହୁଏ ସେହି କ୍ଷଣ। ଶ୍ରୀ ଶବ୍ଦରେ ପାପ ନାଶେ ବୋ ମୁକ୍ତିଦାୟକ। ଶିବ ଶବ୍ଦ କଲ୍ୟାଣୀୟ କଳୁଷ ନାଶକ। ପ୍ରତି ଶବ୍ଦେ ଯେଉଁ ଜନ ଶିବ ନାମ ଧରେ। କୋଟି ଜନ୍ମ ଜାତ ପାପ ଘୁଞ୍ଚେ ତାର ଦୂରେ। ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳ। ଲାଭ କରି ଧନ୍ୟ ହେବ ସେ ଭକ୍ତ କେବଳ। ପୁଣ୍ୟ ଭାରତ କ୍ଷେତ୍ରରେ ମୋ ଲିଙ୍ଗ ପୂଜିଲେ। କୀର୍ତ୍ତି ଯଶ ଧର୍ମ ଆଦି ସହଜରେ ମିଳେ। ଏକାନ୍ତ ଭକ୍ତିରେ ଯେବା ମୋ ଲିଙ୍ଗ ପୂଜଇ। ଲକ୍ଷେ କ ଗୋଦାନ ଫଳ ସେ ଜନ ଲଭଇ। ଆଜୀବନ ମୋର ଲିଙ୍ଗ
करे जे दर्शन न घोटई रोग व्याधि तार अपघन शुद्ध मने स्नान आदि करी समापन भक्ति भरे मोर लिंग सेबे जेउ जन कृष्ण निवेदन करी सुमाल्य चंदन पायस पिष्ट कपल साल्यान्न व्यंजन दधि दुग्ध घृत नव नित छेना सर घनावर्त आदि करी गोरस निकर मोर लिंग पासे जेबा करे समर्पण चतुर्वर्ग फल निश्चय पाए से ही जन मणिमय लिंग जेहु करिण निर्माण आराधना करे श्रद्धा भक्ति से ही तेण बिलदल संगे मोर प्रिय पुष्पमान मंडई लिंग मस्तके करिण जतन अष्टोत्तर शत घट विशुद्ध जल रे लिंगाभिषेक करे आनंद मन रे ताहार सुकृत फल कि कहिबि मोहि अंत काले स्वर्ग सुख निश्चिंते लभई ओम नमः शिवाय एहि पंचाक्षर मंत्रे लिंग अर्चना करई जेबा शुद्ध चित्ते पंच उपचारे पूजे नाना उपहारे पूजा अन्ते मोर स्तव स्तुति पाठ करे जावत जीवन सेवे होई भक्ति पूत से प्राणी सकल पापु हुई मुक्त इह काले दिव्य सुख करे अनुभव पर काले मोर पुरे दिए ताकु ठाव पुनर्जन्म न हुई पाए दिव्य गति एथिरे संशय नाही हे नारद जति प्रति चतुर्दशी किंबा अष्टमी तिथि रे जेउ जनलिंग अभिषेक करे क्षीरे नानादि मिष्टान्न द्रव्य करी आयोजन परमात्मा ता सबु करी निवेदन समर्पण करे आणी मोलिंग समीपे अंते से अमर पुरे बहु काल जापे स्वर्ग भोग अंते जन्मे धनवंत घरे श्रीहरिहर सेवक पण को आदरे भक्ति मुक्ति आपे तार हुए करगत एथिरे संशय नाही कहिली यथार्थ एमंते लिंग महिमा अनेक प्रकारे नारदे कहिले शिव कैलास नगरे कृष्ण मंत्र तदंतरे कले प्रदान जेहु अष्टादशाक्षर महामूल्यवान आवर जे षडाक्षर बीज सहित रे ताहा दान कले शिव कवच सांगरे श्रीहरिଙ୍କ स्तव स्तोत्र पूजा विधि ध्यान प्रसन्न चित्तरे देले देव त्रिलोचन कृष्णଙ୍କର ଯେଉଁ ମନ୍ତ୍ର 16 ଅକ୍ଷର ନାରଦଙ୍କୁ ସମର୍ପିଲେ ଦେବ ମହେଶ୍ୱର କୃଷ୍ଣ କବଚର ନାମ ବ୍ରହ୍ମାଣ୍ଡ ପାବନ
ନାରଦଙ୍କୁ ଦେଲେ ଶିବ ସେହି ଗୁପ୍ତ ଧନ। ଏକ ବଚର ମହିମା ବନି ପାରେ କିଏ, ତ୍ରିଲକ୍ଷ ବାର ଜପିଲେ ଜାଣ ସିଦ୍ଧ ହୁଏ। ସହସ୍ରେ ଅଶ୍ୱମେଧ କଲେ ଅନୁଷ୍ଠାନ, ଶତବାଜେ ପେୟ ଯଜ୍ଞ କଲେ ସମ୍ପାଦନ। କବଚ ସଙ୍ଗେ ସମାନ କେବେ ନ ହୋଇବ, ଏମନ୍ତ ମୂଲ୍ୟ ଧନ ଦେଲେ ସଦାଶିବ। ପୁଣି ନିଜ ମନ୍ତ୍ର ଦାନ କଲେ ମହେଶ୍ୱର, ବିଖ୍ୟାତ ଅଟଇ ଯେହୁ ଦ୍ୱାଦଶ ଅକ୍ଷର। ଧ୍ୟାଏ ନିତ୍ୟ ଆଦି କରି ଶିବଙ୍କର ଧ୍ୟାନ, ଭକ୍ତମାନଙ୍କର ଯେ କି ଅମୂଲ୍ୟ ରତନ। ତୋଷ ଚିତ୍ତେ ସମର୍ପିଲେ ଆପଣେ ଶଙ୍କର, ସଂସାର ପାବନ ନାମ କବଚ ଆବର। ତଦନ୍ତରେ ସ୍ତବ ସ୍ତୋତ୍ର କଲେ ସମର୍ପଣ, ବୁଝାଇ କହିଲେ ହର ଯାବତ ବିଧାନ। ହରିହରଙ୍କର ମନ୍ତ୍ର ଧ୍ୟାନ ସ୍ତୋତ୍ର ଆଦି, ପ୍ରାପ୍ତ ହୋଇ ବିଧିସୁତ ପରମ ଆହ୍ଲାଦି। ଲିଙ୍ଗାର୍ଜନ ବିଧିଶାଳ ଗ୍ରାମ ପୂଜା ମର୍ମ, ସକଳ ପାଇ ନାରଦ ଦେବର୍ଷି ପ୍ରଧାନ। ଶିବ ଉମାଙ୍କ ଚରଣେ କରି ନମସ୍କାର, ନାରାୟଣ ଆଶ୍ରମକୁ ହୋଇଲେ ବାହାର। ପ୍ରେମାନନ୍ଦ ଭରେ ମୁନି ବୀଣା ବାଇ ବାଇ, ଶିବଙ୍କର ଗୁଣାବଳୀ ମୃଦୁସ୍ୱରେ ଗାଇ। ବଦରିକା ପଥେ ବେଗେ ହେଲେ ଅଗ୍ରସର, ଯହିଁ ନାରାୟଣ ଋଷି ମହାତପୀବର। ଏଥୁ ଅନ୍ତେ ପୁରାଣଜ୍ଞ ସନତ କୁମାର, ଶିବ ପାର୍ବତୀଙ୍କ କଥା କଲେ କବିସ୍ତାର। ନାରଦ ବିଦାୟ ହନ୍ତେ କୈଳାସ କନ୍ଦରୁ, ପ୍ରସନ୍ନ ବଦନେ ଶିବ ବଜାଇ ଡମ୍ବରୁ। ଶ୍ରୀହରି ନାମ ଭଜନ କଲେ ଆନନ୍ଦରେ, ଗାନ ଶେଷେ হৈମବତୀ ସତୀ ସ୍ୱଚ୍ଛନ୍ଦରେ। ପ୍ରାଣକାନ୍ତଙ୍କ ଚରଣେ କରି ନମସ୍କାର, ବୋଇଲେ ଭକତି ଭାବେ ଯୋଡ଼ିବେ ନିକର। ହେ ପ୍ରଭୁ ମୋହର ତୁମ୍ଭେ ଜୀବନ ଠାକୁର, ଜଣାଉଅଛି ଶ୍ରୀ ଛାମୁରେ ଅବଧାନ କର। ନାରଦଙ୍କୁ ଦୟା ବହି आहे ବ୍ୟमकेश, आपणे जे दान कल केते उपदेश। एबे अधीना ठारे सुप्रसन्न होई, ज्ञान मार्गे किछि हेले कहन्तु बुझाई। किपरि होइला नाथ ब्रह्मांड सृजन, सृजिबा करता किए कह त्रिलोचन। सृष्टि पालन आवर संहार करता, के पुणी अटंती कह बुझाई से कथा। पार्वती मुख शुणी एहि श्रद्धावाणी, सन्तोषेण कही आरंभिले शूलपाणी। सनत कुमार भणी मुनिंक चरण, अधम क्षेत्र मोहन मागई शरण। इति श्रीलिंग पुराणे प्रथम खंडे
शिव नारद संवादे शिव नाम व्युत्पत्ति प्रसंगे लिंग महात्म्य कथने नाम षष्ठविंशाध्याय।